सरस्वती नमस्तुभ्यं वरदे कामरूपिणी विद्यारंभं करिष्यामि सिद्धिर्भवतु मे सदा। श्री गुरुभ्यो नमः। ଆଜି ଆମେ ଏହି ଭିଡିଓ ମାଧ୍ୟମରେ ଏହି ବର୍ଷ ହେବାକୁ ଥିବା ଦଶମ ବୋର୍ଡ ପରୀକ୍ଷା ନିମନ୍ତେ ସଂସ୍କୃତ ପତ୍ରରୁ ସଂସ୍କୃତ ପତ୍ରରେ ଆସୁଥିବା ସକାରଣ ବିଭକ୍ତି, ସେହି ସକାରଣ ବିଭକ୍ତିକୁ ଆଧାର କରି ଆଜି ପୁସ୍ତକରେ ଦିଆଯାଇଥିବା କେତେଗୁଡ଼ିଏ ମହତ୍ୱପୂର୍ଣ୍ଣ ସକାରଣ ବିଭକ୍ତିକୁ ଆଜି ଆଲୋଚନା କରିବା। ପ୍ରଥମେ ଆମେ ସୁଶିଷ୍ୟ ଉପମନ୍ୟୁରୁ କେତେଗୁଡ଼ିଏ ସକାରଣ ବିଭକ୍ତି ଦେଖିବା। ପ୍ରଥମ ପ୍ରଶ୍ନ, ଗୁରୁହୁ ତମ୍ ହୃଷ୍ଟପୃଷ୍ଟମ୍ ଦୃଷ୍ଟ୍ୱା ଉବାଚ। ଗୁରୁ ତାକୁ ହୃଷ୍ଟପୃଷ୍ଟ ଦେଖି ପଚାରିଲେ, କହିଲେ। ତ ଏଇ ଗୁରୁ ଶବ୍ଦର ଏଇ ଯୋଉ ଗୁରୁହୁ ଅଛି, ୟାର ସକାରଣ ବିଭକ୍ତିଟା କଣ? ତ ଦେଖ ପିଲେ, ଗୁରୁ ପ୍ରଥମା ବିଭକ୍ତିରେ ଅଛି ଗୁରୁ। ଗୁରୁ ଯେମିତି ହଉଛି ଉବାଚ ତା ହିସାବରେ ହେଇଛି। ତ ଗୁରୁ ଯେମିତି ହେଇଛି ଉବାଚ ସେଇ ହିସାବରେ ହେଇଛି। ଏଟା କର୍ତ୍ତା କର୍ତ୍ତୃପଦଟା, ତ ଏଇଟା କର୍ତ୍ତରୀ ଅଛି। ତାହେଲେ କଣ ହବ ନା କର୍ତ୍ତରୀ ପ୍ରଥମା। ଉଦାହରଣ କିଛି ଦେଖିଦେବା। ଆମେ ସଦାବେଳେ ଦ୍ୱନ୍ଦ୍ୱରେ ରହୁନା, ଉକ୍ତେ କର୍ତ୍ତରୀ ପ୍ରଥମା ଉକ୍ତେ କର୍ମଣି ପ୍ରଥମା। ଦେଖ ପିଲେ, ତ ରାମଃ ପାଠମ୍ ପଠିତବାନ୍, ରାମଃ ପାଠମ୍ ପଠିତବାନ୍। ତ ଏଠି ଦେଖ ଉକ୍ତେ କର୍ତ୍ତରୀ ପ୍ରଥମା, ଏଠି କର୍ତ୍ତା ଉକ୍ତ ମାନେ କଣ? ପ୍ରଥମା ବିଭକ୍ତି। ଉକ୍ତ ମାନେ ଆମକୁ ସଦାବେଳେ ସର୍ବଦା ମନେ ରଖିବା ଅଛି, ଉକ୍ତ ମାନେ ପ୍ରଥମା, ସେ କର୍ତ୍ତୃବାଚ୍ୟ ହଉ ଅଥବା କର୍ମବାଚ୍ୟରେ ହଉ। ତ ଦେଖ ପିଲେ, ଉକ୍ତ କଣ ଅଛି ରେ? ଏଠି କର୍ତ୍ତା ଉକ୍ତ ଅଛି ଏଠି। ଉକ୍ତ ଥିଲେ କଣ ନା ପ୍ରଥମା। ଓକେ, ଏଠି ପାଠମ୍ ଅଛି। ପାଠମ୍ ଏଠି ଉକ୍ତ ଅଛି କି ପ୍ରଥମା ବିଭକ୍ତିରେ ଅଛି କି? ଉକ୍ତ ମାନେ ପ୍ରଥମା, ଆମେ ଏମିତି ଭାବି ପାରିବା। ତ ପାଠମ୍ ଟା ଏଠି ଉକ୍ତ ନାହିଁ, ତ କଣ ଅଛି? ଅନୁକ୍ତ ଅଛି। ଓକେ, ତ ଏଠି କୋଉ ପଦ ଅଛି ବୋଲେ କର୍ମ ପଦ ଅଛି। ଏଠି କୋଉ ପଦ ଅଛି? କର୍ମ ପଦ। ତ ଅନୁକ୍ତେ କର୍ମଣି ଏଠି କଣ ହବ ନା ଦ୍ୱିତୀୟା। ଓକେ, ଏଟା କର୍ମବାଚ୍ୟରେ ଅଛି, ଦେଖିଦେବା। ରାମେଣ ପାଠଃ ପଠ୍ୟତେ, ରାମ ଦ୍ୱାରା ପାଠ ପଢାଗଲା, ପଢାଯାଏ। ତ ଏଠି କଣ ଅଛି? ତୃତୀୟା ଅଛି। ଓକେ, ତ ୟା ହିସାବରେ କ୍ରିୟାଟା ହଉନି, ଏଟା କୋଉ କର୍ମବାଚ୍ୟରେ ଅଛି। ତାହେଲେ ଦେଖ ପିଲେ, ରାମେଣ ଯୋଉ ଅଛି ତୃତୀୟା, ତ ଏଟା କଣ ହବ? ଅନୁକ୍ତେ କର୍ତ୍ତରୀ ତୃତୀୟା ହବ। ଅନୁକ୍ତେ କର୍ତ୍ତରୀ ତୃତୀୟା। ଏଠି ଦେଖ ପାଠ ଯୋଉ ଅଛି, ପାଠ ଯୋଉ ଅଛି କଣ ଅଛି? ଉକ୍ତ ଅଛି। ଏଠି କର୍ମ ଉକ୍ତ ଥିବାରୁ କଣ ହବ ରେ ପିଲେ? ଉକ୍ତେ କର୍ମଣି ପ୍ରଥମା। ସମସ୍ତେ ବୁଝି ଯାଇଥିବ ବୋଲିକି ଆଶା। ଖ, ଗୁରବେ ସର୍ବଂ ଭିକ୍ଷମ୍ ନ୍ୟବେଦୟତ୍। କଣ ଅଛି ନା ଗୁରୁଙ୍କୁ ସବୁ ଭିକ୍ଷା ସେ ଦେଇଦେଲା। ତ ଦେଖ ନିବେଦନ କଲା। ତ ଗୁରୁ, ଗୁରବେ ଯୋଉ ଶବ୍ଦଟା ଅଛି, ୟାର ସକାଳ ବିଭକ୍ତି କଣ ହବ? ତ ନା ନିବେଦନାର୍ଥେ, ନିବେଦନ କଲା ନା ସିଏ ଗୁରୁଙ୍କୁ ସବୁ ଭିକ୍ଷା, ସିଏ କଣ କଲା ନା ନିବେଦନ କଲା। ତ ନିବେଦନାର୍ଥେ କଣ ହବ ରେ ପିଲେ? ନିବେଦନାର୍ଥେ ଚତୁର୍ଥୀ ବିଭକ୍ତି ହବ। ଗୁରବେ ଚତୁର୍ଥୀରେ ଅଛି, ତ ଚତୁର୍ଥୀ ବିଭକ୍ତି ହବ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଗ, ଗୁରୁହୁ ତମ୍, ଗୁରୁହୁ ଯୁକ୍ତ ତମ୍ ଗୁରୁସ୍ତମ୍ ସର୍ବେଭ୍ୟ ନ୍ୟବାରୟତ୍। ନା ଗୁରୁ ତାକୁ, ଗୁରୁହୁ ତମ୍ ଗୁରୁସ୍ତମ୍, ତ ଗୁରୁ ତାକୁ କଣ କଲେ ନା ସବୁଠୁ ବାରଣ କଲେ, ମାନେ ସବୁ ଉପାୟରୁ ସେ କଣ କଲେ ନା ବାରଣ କଲେ। ତ ପିଲେ ଏଠି ଗୋଟେ ଦେଖ, ବାରଣ, ବାରଣ ଯୋଉ ନ୍ୟବାରୟ ଅଛି, ବାରଣ କଲେ। ତ ବାରଣ ଶବ୍ଦ ଯୋଗରେ କଣ ହୁଏ ନା ଆମର ପଞ୍ଚମୀ ବିଭକ୍ତି ହୁଏ। ଅଭିଲଷିତ ବସ୍ତୁ ବ୍ୟକ୍ତି ବା ପଦାର୍ଥ ଠାରୁ ଯାହାକୁ ବାରଣ କରାଯାଏ, ସେହି ବସ୍ତୁ ପଦାର୍ଥ ବ୍ୟକ୍ତି ଠାରେ ଅପାଦାନ ହୋଇ ପଞ୍ଚମୀ ବିଭକ୍ତି ହୁଏ। ଏଟାକୁ ଧ୍ୟାନ ଦେଇକି ଶୁଣିଥିବ, ଲେଖିକି ରଖି ପକାଅ। ଅଭିଲଷିତ ମାନେ ଯୋଉଟା ଇଚ୍ଛା କରୁଥିବା ବସ୍ତୁ ବ୍ୟକ୍ତି ପଦାର୍ଥ ଠାରୁ ଯାହାକୁ ବାରଣ କରାଯାଏ, ଏଠି କଣ କରାଗଲା ନା ଉପମନ୍ୟୁକୁ ତାର ଯୋଉ ଭିକ୍ଷା କରୁଥିଲା, ଅଭିଲଷିତ ମାନେ ସେ ଇଚ୍ଛା କରୁଥିଲା ଭିକ୍ଷା କରିବାକୁ, ସେଠୁ କଣ କରାଗଲା ନା ତାକୁ ବାରଣ କରାଗଲା। ଓକେ, ତାହେଲେ ସେଇ ବାରଣ ଅର୍ଥରେ କୋଉ ବିଭକ୍ତି ହବ ବୋଲେ? ପଞ୍ଚମୀ ବିଭକ୍ତି ହବ। ପରବର୍ତ୍ତୀ ପ୍ରଶ୍ନକୁ ଯିବା। ବତ୍ସ ଇମମ୍ ଅପୂର୍ବମ୍ ଭକ୍ଷୟ।
हे पुत्र ଏହି ପିଠାକୁ ଖାଅ। ତ ଦେଖରେ ପିଲେ ଏ ଜାଗାରେ କଣ ଅଛି ନା ବିସ୍ମୟ ସୂଚକ ଚିହ୍ନ ଅଛି। କଣ ଅଛି? ବିସ୍ମୟ ସୂଚକ। ଏହି ବିସ୍ମୟ ସୂଚକ ଚିହ୍ନ ଯେଉଁଠାରେ ଅଛି, ଯେଉଁଠାରେ ଥିବ, ସେଇ ଜାଗାରେ କୋଉ ବିଭକ୍ତି ହବ ରେ ପିଲେ? ପ୍ରଥମା ବିଭକ୍ତି। କାରଣ କଣ ନା ସମ୍ବୋଧନେ ପ୍ରଥମା କଣ ହବ? ନା ସମ୍ବୋଧନେ ପ୍ରଥମା। ତ ଏହାକୁ ଆମେ ଇଂଲିଶରେ କଣ କହିଥାଉ ନା ଏକ୍ସକ୍ଲାମେସନ ମାର୍କ କହିଥାଉ, ଆଉ ଓଡ଼ିଆରେ ବିସ୍ମୟ ସୂଚକ କହିଥାଉ। ତ ଏହି ଚିହ୍ନ ଯୋଉ ଜାଗାରେ ଥିବ ସେଇ ଜାଗାରେ ପ୍ରଥମା ବିଭକ୍ତି ହବ, ସମ୍ବୋଧନରେ ପ୍ରଥମା। ପରବର୍ତ୍ତୀ ପ୍ରଶ୍ନ, ଶ୍ରେୟ ତେ ଭବିଷ୍ୟତି। ତେ, ଏଇ ଯୋଉ ତେ ଅଛି ଶବ୍ଦଟା, ଶବ୍ଦ ରୂପଟା, ଏଇ ତେଟା ହଉଛି ଯୁଷ୍ମ ଶବ୍ଦର ଷଷ୍ଠୀ ବିଭକ୍ତି ଏକବଚନ। ତବ ତେ, ତା ଅର୍ଥ ତୋର ଶ୍ରେୟ ହଉ। ତ ଏଇଟା କଣ ହଉଛି ନା ତୋର ଶ୍ରେୟ, ମାନେ ଏହା ସମ୍ବନ୍ଧ, ଦିଟା ପଦର କଣ ଅଛି? ସମ୍ବନ୍ଧ ଅଛି, ସେଥିପାଇଁ ଏଟା ସମ୍ବନ୍ଧେ ଷଷ୍ଠୀ ହବ। ଏଥିରେ କଣ ହବ ନା ସମ୍ବନ୍ଧେ ଷଷ୍ଠୀ ହବ। ଓକେ, ଏଠି ଦେଖିଦେବା ତା ରୂପ ଟିକେ ଯୁଷ୍ମ ଶବ୍ଦର। ଦେଖ ଷଷ୍ଠୀ ବିଭକ୍ତିରେ କଣ ହଉଛି ନା ତବ ତେ। ତ ଏଇ ତେଟା ହଉଛି ଏଇଟା ତୋର। ଓକେ, ପରବର୍ତ୍ତୀ ପ୍ରଶ୍ନ, ତସ୍ମାତ୍ ସହ ଅନ୍ବିଷ୍ୟତାମ୍। ସେହି କାରଣରୁ ତାକୁ ଖୋଜାଗଲା। ତାକୁ ଦେଖ ପିଲେ ଏଠି କର୍ମ, କର୍ମବାଚ୍ୟ ଥିଲେ ବି ଦେଖ ତାକୁ ଏଇଟା କଣ? ତାକୁ। ତ ଏଠି କର୍ମ କଣ ଦ୍ୱିତୀୟ ବିଭକ୍ତିରେ ରହିବ। ତ ଏଠି କର୍ମ ପ୍ରଥମାରେ, ଯେହେତୁ ପ୍ରଥମାରେ କର୍ମ ଅଛି, ତ କୋଉ ସକାରଣ ହବରେ ପିଲେ ଯଦି କର୍ମ ପ୍ରଥମାରେ ଥାଏ, ତ କର୍ମ ପ୍ରଥମା ମାନେ ଉକ୍ତ, ତ ଉକ୍ତ ଏଠି ଅଛି, ତ ଉକ୍ତେ କର୍ମଣି କଣ ହବ ନା ପ୍ରଥମା ହବ। ଏଟା କର୍ମବାଚ୍ୟରେ କର୍ମଟା ଉକ୍ତେ କର୍ମଣି ପ୍ରଥମା ଥାଏ। ନୟନାଭ୍ୟାମ ଅନ୍ଧ ସନ୍ ଭ୍ରମନ୍ अस्मिन् କୂପେ ପତିତୋହମ୍। ନୟନ ଦ୍ୱାରା ଅନ୍ଧ ହୋଇ ବୁଲି ବୁଲି ମୁଁ ଏହି କୂପରେ ପଡ଼ିଗଲି। ତ ନୟନାଭ୍ୟାମ ଦେଖରେ ବୋଲେ ଏନାଙ୍ଗ ବିକାର ବୋଲି ଗୋଟେ ସୂତ୍ରଟେ ଅଛି। ତ ଅଙ୍ଗ ବିକାର ଥିଲେ କଣା, ଛୋଟା, ଅନ୍ଧ, ଅନ୍ଧ କଣା କୁହାଯାଏ। ତ ଏଇ ଏଇ ଅଙ୍ଗ ବିକାର ଥିଲେ କଣ ହବ ନା ତୃତୀୟ ବିଭକ୍ତି କୋଉ କାରଣରୁ ହବ ନା ଅଙ୍ଗ ବିକାର କାରଣରୁ ହବ। ତ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ତଉ ଦେବ ଭିଷଜଉ, ସେହି ଦୁଇ ଜଣ ଅଶ୍ବିନୀ କୁମାର ରାଜବୈଦ୍ୟ। ତ ତତେ ତ୍ୱାମ୍ ଚକ୍ଷୁଷ୍ମନ୍ତମ କରିଷ୍ୟତ। ଦେଖ ବୋଲେ କ୍ଲିୟର ଦିଶୁଛି ଏଟା ଦ୍ୱିତୀୟ ବିଭକ୍ତିରେ ଅଛି, ପୁଣି କର୍ମଣି ଦ୍ୱିତୀୟ ଆମେ ଏହାକୁ କହିପାରିବା, କର୍ମଣି ଦ୍ୱିତୀୟ। ସିଂହୋପି ମୃଗାନ୍ ବ୍ୟପାଦ୍ୟ ସିଂହୈ ଦଦାତି। ସିଂହ କଣ କରେ ବୋଲେ ମୃଗମାନଙ୍କୁ ମାରିକି ସିଂହୀକୁ ଦିଏ। ତ ଦାନାର୍ଥେ କଣ ହେଇଯିବ ବୋଲେ ଦା ଧାତୁ ଥିବା ଯୋଗୁଁ ଏଇଟା ଦାନାର୍ଥେ ଚତୁର୍ଥୀ ହେଇଯିବ, ନୋ ଡାଉଟ୍। ତ ପରବର୍ତ୍ତୀ ପ୍ରଶ୍ନ, ତେନ କିମପି ନା ସାଧିତମ୍। ସେ କିଛି ବି ପାଇଲା ନାହିଁ। ତ ଏଠି କଣ ହବ ନା ଏଠି କର୍ମବାଚ୍ୟ ଅଛି, ଏଠି କର୍ମବାଚ୍ୟ ତେନ। ଯେତେବେଳେ କର୍ତ୍ତା ତୃତୀୟ ବିଭକ୍ତି ହୋଇଯାଏ ସେତେବେଳେ କଣ ହେରେ ପିଲେ ସେଟା ହଉଛି ଅନୁକ୍ତେ କର୍ତ୍ତରୀ ତୃତୀୟା। କଣ ହବ? ସକାରଣ ବିଭକ୍ତି ଅନୁକ୍ତେ କର୍ତ୍ତରୀ ତୃତୀୟା। ବନେ ଭ୍ରମତୋପି ତସ୍ୟ ରବିରସ୍ତମ ଗତଃ। ତ ଏଠି ତସ୍ୟ ଯୋଉ ଅଛି ଏହାର ସକାରଣ ବିଭକ୍ତି କଣ ହବ ନା ଏହାର ସକାରଣ ବିଭକ୍ତି ହବ ଅନାଦରେ। ତ ଦେଖରେ ବେଲେ ଅନାଦରେ ର ଏମିତି ହୁଏ କି ସିଂହଟା ନ ଚାହୁଁଥିଲେ ବି ସେ କଣ ନା ଖାଇବା ଖୋଜୁଥିଲା। ସେ ନ ଚାହୁଁଥିଲେ ବି କଣ ନା ରବି ତା ସମୟ ଅନୁସାରେ ସେ ଅସ୍ତ ହେବେ। ତ ଏଠି କଣ ହଉଛି ଅନାଦରେ, ଅନାଦରରେ ଅନାଦର କାରଣରୁ ଏଠି କଣ ହେଇଛି ବୋଲେ ଷଷ୍ଠୀ ବିଭକ୍ତି ହୋଇଅଛି। ପରବର୍ତ୍ତୀ ପ୍ରଶ୍ନ, ତ୍ୱାମ୍ ଏନ ଭକ୍ଷୟିତ୍ୱା ପଥ୍ୟମ୍ କୁରୁ। ତ ତୁମେ ଏହାକୁ ଭକ୍ଷଣ କରି ପଥି କର। ତ ଏହା ହଉଛି ଏ ନମ୍ବର କ୍ଲିୟର ଦିଶୁଛି କଣ ବୋଲେ ଦ୍ୱିତୀୟ ବିଭକ୍ତି ଅଛି, ଆଉ ଏଟା କର୍ତ୍ତୃବାଚ୍ୟରେ ଥିବାରୁ ଏଟା କଣ ହବ କର୍ମଣି ଦ୍ୱିତୀୟା। ତେନ ଶୃଗାଳ ସୁତେନ ଅଭିହିତମ୍। ଦେଖ ପିଲା ଏଟା କ୍ଲିୟର ଦିଶୁଛି କଣ କର୍ମବାଚ୍ୟ। ତ ଅଭିହିତମ୍, ତେନ ଅଭିହିତମ୍, ତ ଶୃଗାଳ ସୁତେନ, ତ କଣ ହେଇଯିବ ଅନୁକ୍ତେ କର୍ତ୍ତରୀ ତୃତୀୟା ହେଇଯିବ। ପରବର୍ତ୍ତୀ ପ୍ରଶ୍ନ, ତୌ ପିତ୍ରୋଃ ଅଗ୍ରତଃ ଉଚତୁଃ। ସେ ଦୁଇ ଜଣ ବାପା ମାଙ୍କ ଆଗରେ କହିଲେ।
ତ ଦେଖ ବୋଲେ ଅଗ୍ରତଃ ଯୋଗରେ କୋଉ ବିଭକ୍ତି ହେଇଛି ନା ଷଷ୍ଠୀ ବିଭକ୍ତି। ଏଠି କୋଉଠି ଅଛି ଅଗ୍ରତଃ ଯୋଗରେ ଷଷ୍ଠୀ ବିଭକ୍ତି। ପରବର୍ତ୍ତୀ ପ୍ରଶ୍ନ କିମ୍ ଅହମ୍ ଏତାଭ୍ୟାମ ରୂପେଣ ହୀନଃ। ମୁଁ କଣ ୟାଙ୍କ ଠାରୁ ରୂପରେ ଉଣା। ତ ଯୋଉ ଉଣା ଅର୍ଥ ଅଛି ସେଇ ଉଣା ଅର୍ଥ ଯୋଗରେ କୋଉ ବିଭକ୍ତି ହେଇଛି ନା ତୃତୀୟା ବିଭକ୍ତି ହୋଇଅଛି। ତତ୍ ମୟା ଅବଶ୍ୟମ୍ ଏତୋ ବ୍ୟାପାଦନୀୟौ। ତ ମୁଁ ନିଶ୍ଚିତ ରୂପରେ ଏମାନଙ୍କୁ ଏ ଦୁଇ ଜଣଙ୍କୁ ମାରିବି। କିଏ କହୁଛି ନା ଶୃଗାଳ ଶିଶୁ କହୁଛି। ତ ଦେଖ ବୋଲେ ମୟା ଏଟା କୋଉ କର୍ମଣି କର୍ମବାଚ୍ୟ ଅଛି। ମୟା ବ୍ୟାପାଦନୀୟ। ତ ଦେଖ କର୍ମବାଚ୍ୟ ଅଛି। ତ ଏଇ ଯୋଉ ମୟା ଅଛି ମୟା କଣ ହବ ରେ ବିଲେ ନା କର୍ତ୍ତା ଯେତେବେଳେ ତୃତୀୟା ବିଭକ୍ତିକୁ ଯାଏ ସେତେବେଳେ କଣ ହୁଏ ଅନୁକ୍ତେ କର୍ତ୍ତରୀ ତୃତୀୟା। ଅନୁକ୍ତେ କର୍ତ୍ତରୀ ତୃତୀୟା ଏଇଟା ହବ। ତାର ସଠିକ ଆନ୍ସର କଣ ହବ ନା ଅନୁକ୍ତେ କର୍ତ୍ତରୀ ତୃତୀୟା ହେଇଯିବ। ତ ପରବର୍ତ୍ତୀ ପ୍ରଶ୍ନକୁ ଯିବା। ଗଜଃ ତତ୍ର ନ ହନ୍ୟତେ। ଦେଖ ରେ ବିଲେ ଏଇଟା ବି ସେ କର୍ମବାଚ୍ୟ ଆସିଗଲା। ତ ଗଜଃ ସେଠାରେ ହଣାଯାଏ ନାହିଁ ଗଜକୁ। ତ ଏଠି ଯେତେବେଳେ କର୍ମ କଣ ଅଛି ରେ ପିଲେ ପ୍ରଥମା ବିଭକ୍ତିରେ ଅଛି। ତ ପ୍ରଥମା ମାନେ କଣ ଉକ୍ତ। ତ ଉକ୍ତେ କର୍ମଣି କୋଉ ବିଭକ୍ତି ହୁଏ ପ୍ରଥମା। ଉକ୍ତେ କର୍ମଣି ପ୍ରଥମା। ତ ପ୍ରଥମ ଅପସନ ଟା ହଉଛି ଠିକ ଆନ୍ସର। ପରବର୍ତ୍ତୀ ପ୍ରଶ୍ନ କୃପୟା ମୟା ସ୍ୱସ୍ତନ କ୍ଷୀରେଣ ପୁଷ୍ଟିମ୍ ନୀତଃ। ମାନେ ମୁଁ ଦୟା କରିକି ନିଜ କ୍ଷୀରରେ ତତେ ବଞ୍ଚେଇଛି ତତେ ବଡ କରିଛି। ତ କୃପୟା ଏଠି କଣ ହଉଛି ବୋଲେ ହେତୁ ଉଠୁଛି। ଏଠି ହେତୁ ଯୋଗରେ କଣ ହବ ନା ଏଠି ତୃତୀୟା ବିଭକ୍ତି ହୋଇଅଛି।